हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ। ପିଲେ ଆଜି ଆମେ ଡିସ୍କସନ୍ କରିବା ପଲିଟିକାଲ ସାଇନ୍ସର କୋର୍ ପେପର 10 ର 2 ମାର୍କ ଆଉ 5 ମାର୍କ ଆମେ ଆଜି ଡିସ୍କସନ୍ କରିବା। ପିଲେ ପୂର୍ବ ଭିଡ଼ିଓରେ ମୁଁ ତମମାନଙ୍କ ପାଇଁ 1 ମାର୍କ ଡିସ୍କସନ୍ କରୁଛି। ଯୋଉମାନେ ବି ଦେଖିନ ମୋର ୟୁଟ୍ୟୁବର ପ୍ଲେଲିଷ୍ଟକୁ ଯାଇକି ଦେଖିଦେବ। ତାହେଲେ ଦେଖିବା ଆମେ ଫାଷ୍ଟ 2 ମାର୍କ ଦେଖିବା, ଦେନ୍ 5 ମାର୍କ ଦେଖିବା। ପିଲେ ହେଲା, ଏଗୁଡ଼ାକ ସବୁ ତମ ପାଇଁ ସିଲେକ୍ଟେଡ୍ କ୍ୱେଶ୍ଚନ୍ ଗୁଡ଼ାକ ମୁଁ ଆଣିଛି। ଭଲସେ ପଢ଼ିବ ତମେ, ତା ସହିତ ନୋଟ୍ସ ମଧ୍ୟ କରିବ। କାଲି ଯିବା ପାଠକୁ। ଲୋକ ପ୍ରଶାସନ କଣ? ଯେ ଲୋକ ପ୍ରଶାସନ କଣ ପିଲେ ନା, ଯେ ଲୋକ ପ୍ରଶାସନ ସମସ୍ତ କାର୍ଯ୍ୟମାନଙ୍କର ଏକ ସମନ୍ୱିତ ପଦ୍ଧତି ଯାହାକି ସରକାରଙ୍କର ସମସ୍ତ ନୀତିକୁ ବାସ୍ତବ ରୂପାୟନ କରିଥାଏ। ଲୋକ ପ୍ରଶାସନ ହେଉଛି ପରିଚାଳନାର କଳା ଯାହାକି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ଦ୍ୱାରା ସରକାର ପ୍ରଣୟନ କରିଥିବା ଆଇନ କାର୍ଯ୍ୟକାରୀ ହୋଇଥାଏ। ଏହାକୁ ଅନ୍ୟ ଭାଷାରେ ଅମଳାତନ୍ତ୍ର ଶାସନ ବ୍ୟବସ୍ଥା ମଧ୍ୟ କୁହାଯାଏ। ନେକ୍ସଟ ଏଇଲେ କଣ ଅଛି ତମର ନା, ପ୍ରଶାସନ ବା ବେସରକାରୀ ପ୍ରଶାସନ କଣ? କୌଣସି ବ୍ୟକ୍ତି ବା ଗୋଷ୍ଠୀ ଦ୍ୱାରା ପରିଚାଳିତ ବେସରକାରୀ ସଂସ୍ଥାମାନଙ୍କର ପ୍ରଶାସନିକ ଧାରାକୁ ଘରୋଇ ପ୍ରଶାସନ କୁହାଯାଏ। ଘରୋଇ ପ୍ରଶାସନ ଏକ ସୀମିତ ପରିସରରେ କାର୍ଯ୍ୟକାରୀ ହୋଇଥାଏ। ଘରୋଇ ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଧିକ ଲାଭାଂଶ ହାସଲ କରିବା ଏବଂ ନିଜର ପ୍ରଭାବ ବିସ୍ତାର କରିବା। ଯେ ଘରୋଇ ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ କଣ ପିଲା ନା, ଅଧିକ ଲାଭ। ନେକ୍ସଟ ଦେଖିବା ଯେ ଜନମଙ୍ଗଳ ରାଷ୍ଟ୍ର କଣ? କଣ ପିଲେ ନା, ଯେଉଁ ରାଷ୍ଟ୍ର ଜନସାଧାରଣଙ୍କର ସର୍ବବିଧ ମଙ୍ଗଳ ସାଧନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ ବା ରହିଥାଏ ଏବଂ ସମସ୍ତଙ୍କର ସମସ୍ୟା ସମାଧାନ ପୂର୍ବକ ଲୋକାଭିମୁଖୀ ଯୋଜନା ପ୍ରଣୟନ କରେ, ତାହାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ଯେ କଣ ପିଲା ନା, ଯୋଉ ରାଷ୍ଟ୍ର କଣ ଯେ ଜନସାଧାରଣଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟକଳାପ ବା କାର୍ଯ୍ୟ କରିଥାଏ ବା ଯୋଜନା ପ୍ରଣୟନ କରିଥାଏ, ତାହାକୁ ହିଁ କଣ କହିବା ଆମେ ଜନମଙ୍ଗଳ ରାଷ୍ଟ୍ର କହୁ। ନେକ୍ସଟ ଦେଖିବା ନୂତନ ଲୋକ ପ୍ରଶାସନ କଣ? କଣ ପିଲା ନା, 1960 ମସିହାରେ ଶେଷ ଭାଗରେ ଆମେରିକାର କେତେକ ଯୁବ ଶିକ୍ଷାବିତ ନୂତନ ଲୋକ ପ୍ରଶାସନର ପ୍ରସାର କରିଥିଲେ। ତାହେଲେ ଲୋକ ପ୍ରଶାସନର କେବେ ପ୍ରସାର ହୋଇଥିଲା ପିଲେ ନା, 1960 ମସିହାରେ। ସେମାନଙ୍କ ମତରେ ଲୋକ ପ୍ରଶାସନର ଦକ୍ଷତା ବୃଦ୍ଧି କରିବା ପାଇଁ 4ଟି ତଥ୍ୟକୁ ଗୁରୁତ୍ୱ ଦେବା ଉଚିତ। କଣ କଣ ସେଗୁଡାକ ନା, ପ୍ରାସଙ୍ଗିକତା, ମୂଲ୍ୟବୋଧ, ସମତା ଓ ପରିବର୍ତ୍ତନ। ଦେଖିବା ପ୍ରଶାସନିକ ଉତ୍ତରଦାୟିତ୍ୱ କଣ? ଯେ ଶାସନ ବ୍ୟବସ୍ଥାରେ ନିଯୁକ୍ତି ପ୍ରାପ୍ତ ସମସ୍ତ କର୍ମଚାରୀ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ସହିତ ଦେଶର ସମ୍ବିଧାନ ଏବଂ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହିବା ଉଚିତ। ଏହି ଉତ୍ତରଦାୟିତ୍ୱ ଉତ୍ତମ ଅନ୍ତଃସ୍ତର ଏବଂ ବାହ୍ୟ ନିୟନ୍ତ୍ରଣ ଦ୍ୱାରା ପରିମାର୍ଜିତ ହେବା ଉଚିତ। ନେକ୍ସଟ ଦେଖିବା ପୋଷ୍ଟକୋଡ ଶୈଳୀ କଣ? କଣ ପିଲା ନା, ଦାର୍ଶନିକ ଲୁଥର ଗୁଲିକ ସାଧାରଣ ପ୍ରଶାସନ ପରିସରକୁ ଆଲୋଚନା କରିବା ପାଇଁ ଏକ ଶୃଙ୍ଖଳିତ ଶୈଳୀ ବର୍ଣ୍ଣନା କରିଛନ୍ତି। ନା ପୋଷ୍ଟକୋଡ କିଏ କରିଥିଲେ ନା ପିଲେ ନା, ଲୁଥର ଗୁଲିକ। ଏହାକୁ ସଂକ୍ଷେପରେ ପୋଷ୍ଟକୋଡ କୁହାଯାଏ। ପି ର ଅର୍ଥ ହଉଛି ପ୍ଲାନିଂ ବା ଯୋଜନା, ଓ ରେ ହଉଛି କଣ ନା ଅର୍ଗାନାଇଜେସନ ବା ସଂଗଠନ, ଏସ ରେ କଣ ପିଲେ ନା ଷ୍ଟାଫିଂ ବା କର୍ମଚାରୀ, ଡି ରେ କଣ ପିଲେ ନା ଡିରେକ୍ଟିଂ ବା ନିର୍ଦ୍ଦେଶନାମା, ତାପରେ ଆସିବ କଣ କୋର୍ଡିନେଟିଂ ବା ସମନ୍ୱୟ ସ୍ଥାପନ, ଆର ରେ ହଉଛି କଣ ନା ରିପୋର୍ଟିଂ ବିବରଣୀ ପ୍ରଦାନ ଏବଂ ବି ର ଅର୍ଥ ହଉଛି ବଜେଟିଂ ଆୟ ବ୍ୟୟ ଅଟକଳ କରିବା। ହେଲା, ଯେ ପୋଷ୍ଟକୋଡ ର ଅର୍ଥ କଣ ନା ଏଠି କି ବୁଝେ ନା ଲୁଥର ଗୁଲିକ। ତମକୁ ଯେ ପଡିବ ଏଟା ଏଟା ଗୁରୁତ୍ୱପୂର୍ଣ୍ଣ ପିଲେ ହେଲା ନା, ତମର ମୁଁ ଯାହା ବି ଡିସ୍କସନ କରୁଛି ପିଲେ ଆଜି ନା, ସବୁ ତମର ଗୁରୁତ୍ୱପୂର୍ଣ୍ଣ। ତମେ କାହାକୁ ମଧ୍ୟ ତମେ କାଟି ପାରିବନି ପିଲେ ହେଲା, ସବୁ ତମର ଗୁରୁତ୍ୱପୂର୍ଣ୍ଣ। ନେକ୍ସଟ ଦେଖିବା ଘରୋଇକରଣ କଣ? କଣ ନା, ବିଂଶ ଶତାବ୍ଦୀରେ ସାଧାରଣ ପ୍ରଶାସନ ଅସଫଳତାକୁ ଅନୁଧ୍ୟାନ କରି ଆଧୁନିକ ରାଜନୈତିକ ଅର୍ଥନୈତିକ ବିଶେଷଜ୍ଞମାନେ ଘରୋଇକରଣ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଥିଲେ, ଯେଉଁଥିରେ ସଂସ୍ଥା ଏବଂ ପ୍ରତିଷ୍ଠାନ ଗୁଡିକ ବ୍ୟକ୍ତିଗତ ମାଲିକାନାରେ ପରିଚାଳିତ ହୋଇଥାଏ। ନେକ୍ସଟ କଣ ଦେଇଛି ବୋଲେ ପିପନରଙ୍କ ସାଧାରଣ ପ୍ରଶାସନ ଉପରେ ମତବାଦ କଣ? ଯେ ପିପନର ସାଧାରଣ ପ୍ରଶାସନ ଉପରେ କଣ କହିଥିଲେ? ଦାର୍ଶନିକ ପିପନର ଲୋକ ପ୍ରଶାସନକୁ 2 ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମଟି ଲୋକ ପ୍ରଶାସନର ଅଧିନିୟମ ଏବଂ ଦ୍ୱିତୀୟଟି ହେଉଛି ପ୍ରଶାସନର ପରିସର, ଲୋକ ପ୍ରଶାସନ ନୀତି, ସଂଗଠନର ସଫଳତା, କର୍ମଚାରୀ ପରିଚାଳନା ଏବଂ ନିର୍ଦ୍ଦିଷ୍ଟ ପଦ୍ଧତି ଅବଲମ୍ବନ କରିବାକୁ ବୁଝେଇଥାଏ। ତାପରେ କଣ କହିଲା ନା, ପ୍ରୟୋଗାତ୍ମକ ପ୍ରଶାସନର ଅର୍ଥ କଣ?
ଯେ ବୈଜ୍ଞାନିକ ପ୍ରଶାସନର ଅର୍ଥ କଣ ପିଲେ ନା ଦାର୍ଶନିକ ୱାଲକରଙ୍କ ମତରେ ସମୟର ପରିବର୍ତ୍ତନ ସହିତ ରାଜନୈତିକ ଆର୍ଥିକ ସାମାଜିକ ସମସ୍ୟାକୁ ଅନୁଶୀଳନ କରି ସରକାରଙ୍କ ପରାମର୍ଶ ଦେବା ଏବଂ ସରକାରଙ୍କ ନିର୍ଦ୍ଦେଶକୁ ଜନସାଧାରଣଙ୍କ ହିତ ସାଧନ ପାଇଁ ବିନା ବାଧାରେ ପ୍ରୟୋଗ କରିବା ଧାରାକୁ ପ୍ରୟୋଗାତ୍ମକ ପ୍ରଶାସନ କୁହାଯାଏ। ନେକ୍ସଟ ତାପରେ କଣ ଦେଇଛି ବୋଲେ ନା ଲୋକ ପ୍ରଶାସନର ଆଧୁନିକ ଦୃଷ୍ଟିଭଙ୍ଗୀ କଣ? ସାଧାରଣ ପ୍ରଶାସନର ମିଥ୍ୟ ବ୍ୟୟତା ଉନ୍ନତ କୌଶଳ ଦକ୍ଷ ତାଲିମପ୍ରାପ୍ତ କର୍ମଚାରୀମାନଙ୍କ ଉପରେ ଲୋକ ପ୍ରଶାସନର ସଫଳତା ନିର୍ଭର କରେ। ସାମାଜିକ ଉତ୍ତରଦାୟିତ୍ୱ ଏବଂ ନୂତନ ଜ୍ଞାନ କୌଶଳ ଆଧୁନିକ ଦୃଷ୍ଟିଭଙ୍ଗୀର ମୁଖ୍ୟ ଉପାଦାନ ହୋଇଥାଏ। ଏବେ ତମର ଦେଖିବେ ନା 5 ମାର୍କ ହେଲା। ସାଧାରଣ ପ୍ରଶାସନର ଅର୍ଥ କଣ? ଯେ ସାଧାରଣ ପ୍ରଶାସନର ଅର୍ଥ କଣ ମିଳେ ନା ସାଧାରଣ ପ୍ରଶାସନ ବା ଲୋକ ପ୍ରଶାସନ ଦୁଇଟି ଶବ୍ଦର ସମାହାରରୁ ସୃଷ୍ଟି ହୋଇଥାଏ। କଣ କଣ ନା ପିଲେ ଯଥା ପବ୍ଲିକ ବା ସରକାର ସମ୍ବନ୍ଧୀୟ ଏବଂ ଆଡମିନିଷ୍ଟ୍ରେସନ ପ୍ରଶାସନ। ସୁତରାଂ ଲୋକ ପ୍ରଶାସନ ସାଧାରଣତଃ ସରକାରଙ୍କର ଜନସେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ବୁଝାଇଥାଏ। ଦାର୍ଶନିକ ଏଲଡି ହ୍ୱାଇଟଙ୍କ ମତରେ ସରକାରୀ ନୀତି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ପ୍ରାପ୍ତ ଅଧିକାରୀ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରନ୍ତି ତାକୁ ଲୋକ ପ୍ରଶାସନ କୁହାଯାଏ। ହେଲେ ଏଲଡି ହ୍ୱାଇଟ କଣ କହିଲେ ନା ସରକାର ଯୋଉ ନୀତି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ପ୍ରାପ୍ତ ଅଧିକାରୀ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରନ୍ତି ତାକୁ ହିଁ ଲୋକ ପ୍ରଶାସନ କୁହାଯାଏ। ମାର୍ଶାଲ ଡିମକଙ୍କ ମତରେ କର୍ତ୍ତୃତ୍ୱପୂର୍ଣ୍ଣ ଅଧିକାରୀଙ୍କ ଦ୍ୱାରା ଘୋଷିତ ସାଧାରଣ ବା ସରକାରୀ ନୀତି ନିୟମକୁ କାର୍ଯ୍ୟକାରୀ କରିବାର ପ୍ରଣାଳୀକୁ ସାଧାରଣ ପ୍ରଶାସନ କୁହାଯାଏ। ନେକ୍ସଟ ପିଲା କଣ ନା ଲୁଥର ଗୁଲିଙ୍କ ମତରେ ଲୋକ ପ୍ରଶାସନର ପରିସର କିପରି? ଯେ ପିଲା ଆମକୁ ଯୋଉ ପୂର୍ବରୁ ମୁଁ ତମକୁ ବୁଝେଇଲି ଯେ ଲୁଥର ଗୁଲିଙ୍କ ଯୋଉ ପୋଷ୍ଟକର୍ଡ ହେଲା। ନେକ୍ସଟ ଦେଖିବା ଏଟା ଗୁରୁତ୍ୱପୂର୍ଣ୍ଣ ପିଲେ ହେଲା। ଲୋକ ପ୍ରଶାସନ ବିଷୟରେ ହେନେରୀ ଫଏଲଙ୍କ ଧାରଣା କଣ? ଯେ ଲୋକ ପ୍ରଶାସନ ବିଷୟରେ ହେନେରୀ ଫଏଲ କଣ କହିଲେ ନା ପିଲେ ଦାର୍ଶନିକ ହେନେରୀ ଫଏଲ ସାଧାରଣ ପ୍ରଶାସନର କାର୍ଯ୍ୟ ପରିସର ଗୁଡିକ ବିଷୟରେ ଭିନ୍ନ ମତ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଯୋଜନା ସଂଗଠନ ନିର୍ଦ୍ଦେଶନାମା ସମନ୍ୱୟ ନିୟନ୍ତ୍ରଣ ଏକତ୍ର ମିଶ୍ରଣରେ ସାଧାରଣ ପ୍ରଶାସନ ସଂଗଠିତ ହୋଇଥାଏ। ତାହେଲେ କଣ ପିଲେ ଗୋଟେ ସାଧାରଣ ପ୍ରଶାସନ ଗଠନ କରିବାକୁ କଣ କଣ ଆବଶ୍ୟକ ହୋଇଥାଏ ପିଲେ ନା ଗୋଟେ ହଉଛି କଣ ଯୋଜନା ନେକ୍ସଟ ହଉଛି କଣ ସଂଗଠନ ନିର୍ଦ୍ଦେଶନାମା ସମନ୍ୱୟ ନିୟନ୍ତ୍ରଣ। ବାସ୍ତବ କ୍ଷେତ୍ରରେ ପ୍ରଶାସନ ବିଭିନ୍ନ ସ୍ତର ଦେଇ ଗତି କରିଥାଏ। ଯେକୌଣସି ସରକାରୀ କାର୍ଯ୍ୟକୁ ସଠିକ ରୂପେ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ଯୋଜନା ପ୍ରସ୍ତୁତ କରିବାକୁ ହେଲେ ତମେ ବୋଲେ ଯାହାବି ଗୋଟେ କଣ ଯେ ଗୋଟେ କାର୍ଯ୍ୟଟେ କରିବ ସେଥିପାଇଁ ପ୍ରଥମେ ତମକୁ କଣ କରିବାକୁ ପଡିବ ଯୋଜନା ପ୍ରସ୍ତୁତ କରିବାକୁ। ବିନା ଯୋଜନାରେ କାର୍ଯ୍ୟଟେ ଏତେ ସଫଳ ଭାବରେ ବା ସଫଳ ହେଇପାରିବନି ପିଲେ ହେଲା। ଯୋଜନାକୁ ସଫଳ ରୂପାୟନ ପାଇଁ ଏକ ନିର୍ଦ୍ଦିଷ୍ଟ ସଂଗଠନ ଗଠନ କରିବା ସଂଗଠନ ମଧ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା ଉପର ସ୍ତରରୁ ତଳ ସ୍ତର ପର୍ଯ୍ୟନ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଏବଂ ସଂଗଠନର ସମସ୍ତ କାର୍ଯ୍ୟରତ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦ୍ୱାରା ନିୟନ୍ତ୍ରିତ ହେବା କାର୍ଯ୍ୟ ଅଧିକ ଗ୍ରହଣୀୟ ହୋଇଥାଏ। ନେକ୍ସଟ ଦେଖିବା ପିଲେ କଣ ନା ସାଧାରଣ ପ୍ରଶାସନ ଓ ଘରୋଇ ପ୍ରଶାସନ ମଧ୍ୟରେ ପ୍ରଭେଦ ଦର୍ଶାଅ। ମୁଁ ପିଲେ ତମକୁ ପୂର୍ବରେ ମଧ୍ୟ ବୁଝେଇଛି ଯେ ସାଧାରଣ ପ୍ରଶାସନ ଓ ଘରୋଇ ପ୍ରଶାସନ ମଧ୍ୟରେ ପୁଣି ଥରେ ପିଲେ ମୁଁ ରିପିଟ କରିବାକୁ ଚାହୁଁନି। ସେଟା ତମର କଣ 2 ମାର୍କ ଥିଲେ ଏଟା ତମର 5 ମାର୍କ ଟିକେ ଅଧିକ ଭାବରେ ବୁଝେଇ ଦେଇଛି। ନେକ୍ସଟ ତମର କଣ ଅଛି ପିଲେ ନା ସାଧାରଣ ପ୍ରଶାସନ ଅଧ୍ୟୟନରେ ପ୍ରଯୁଜ୍ୟ ପାରମ୍ପରିକ ପଦ୍ଧତି କଣ? ଯେ ସାଧାରଣ ପ୍ରଶାସନ ଅଧ୍ୟୟନ ପାଇଁ କଣ କଣ ପାରମ୍ପରିକ ପଦ୍ଧତି ରହିଛି ଦେଖିବା। ସାଧାରଣ ପ୍ରଶାସନକୁ ଅଧ୍ୟୟନ କରିବା ପାଇଁ କେତେ ଗୁଡିଏ ପାରମ୍ପରିକ ପଦ୍ଧତି ଅନୁସରଣ କରାଯାଏ। ପ୍ରଥମତଃ ଦାର୍ଶନିକ ପଦ୍ଧତି ଯାହାକି ସର୍ବପୁରାତନ ପଦ୍ଧତି ଭାବରେ ଗ୍ରହଣ କରାଯାଏ। ପ୍ଲାଟୋ ହବ୍ସ ଲକ୍ ଇତ୍ୟାଦି ଦାର୍ଶନିକ ପଦ୍ଧତିକୁ ବିଶେଷ ଗୁରୁତ୍ୱ ଦେଇଥିଲେ। ଯେ କଣ ନା ପ୍ଲାଟୋ ହବ୍ସ ଲକ୍ ଏମାନେ କଣ ନା ପାରମ୍ପରିକ ପଦ୍ଧତିକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦେଇଥିଲେ। ଏହି ପଦ୍ଧତିକୁ ଅନୁସରଣ କରି ବିଭିନ୍ନ ବିଭାଗର ସୃଷ୍ଟି କ୍ରମ ବିକାଶ ଆବଶ୍ୟକତା ଦୋଷ ତ୍ରୁଟି ବିଷୟରେ ସମୀକ୍ଷା କରାଯାଏ। ଉଦାହରଣ ସ୍ୱରୂପ ବିଶ୍ୱଯୁଦ୍ଧ ପରେ ଆମେରିକାର ପ୍ରଶାସନିକ ବ୍ୟବସ୍ଥାକୁ ଅନୁସରଣ କରାଯାଇ ଅନେକ ସଂସ୍କାର କରାଯାଇଥିଲା। ପାରମ୍ପରିକ ପଦ୍ଧତି ଗୁଡିକ ମଧ୍ୟରେ ଆଇନଗତ ପଦ୍ଧତିକୁ ଗ୍ରହଣ କରାଯାଇଥାଏ। ଇଂଲଣ୍ଡ ଦେଶରେ ପ୍ରସାର ଲାଭ କରିଥିବା ଆଇନଗତ ପଦ୍ଧତି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଏବଂ ଉତ୍ତରଦାୟୀ କରିବାର ସକ୍ଷମ ହୋଇଥିଲା। ଲେଖି ଯାଇଛି। ନେକ୍ସଟ ତମର ଶୁଣ ନା ଅଗ୍ରଗାମୀ ପ୍ରଶାସନ କଣ? ଯେ ଅଗ୍ରଗାମୀ ଏଇଟା ବି ତମକୁ ଗୁରୁତ୍ୱପୂର୍ଣ୍ଣ ପିଲେ ଅଗ୍ରଗାମୀ ପ୍ରଶାସନ କଣ ନା ଅଗ୍ରଗାମୀ ପ୍ରଶାସନ ତୁଳନାତ୍ମକ ସାଧାରଣ ପ୍ରଶାସନର ଆଧୁନିକ ସୃଷ୍ଟି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ବ୍ୟବସ୍ଥାରେ
ଅଗ୍ରଗାମୀ ପ୍ରଶାସନର ସୃଷ୍ଟି ହୋଇଥିଲା। ବିଶେଷ କରି ସାମାଜିକ ଉନ୍ନତି, ଯୋଜନାବଦ୍ଧ ପ୍ରଗତି, ସାମାଜିକ ନିରାପତ୍ତା ଓ ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ ଅଗ୍ରଗାମୀ ପ୍ରଶାସନର ମୂଳ ଭିତ୍ତି ଅଟେ। ବା ମୂଳ ଭିତ୍ତି କଣ? ମୂଳ ଉଦ୍ଦେଶ୍ୟ। ଗୋଟେ ଅଗ୍ରଗାମୀ ପ୍ରଶାସନର ମୂଳ ଉଦ୍ଦେଶ୍ୟ କଣ ପିଲେ ନା ସାମାଜିକ କ୍ଷେତ୍ରରେ ବା ସାମାଜିକ ଉନ୍ନତି କରିବା, ତା ସହିତ କଣ ନା ଯୋଜନାବଦ୍ଧ ପ୍ରଗତି, ପୁଣି କଣ ନା ସାମାଜିକ ନିରାପତ୍ତା ଏବଂ ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ କରିବା। ବିଶେଷ କରି ସାମାଜିକ ଅର୍ଥନୈତିକ ଅଗ୍ରଗତି, ନାଗରିକମାନଙ୍କୁ ସମସ୍ତ ସୁବିଧା ପ୍ରଦାନ, ସେବା ମନୋବୃତ୍ତି, ସମୟାନୁବର୍ତ୍ତୀ କାର୍ଯ୍ୟ ସମ୍ପାଦନ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଅଗ୍ରଗାମୀ ପ୍ରଶାସନର ମୂଳ ଲକ୍ଷ୍ୟ। ତାହେଲେ ଅଗ୍ରଗାମୀ ପ୍ରଶାସନର ମୂଳ ଲକ୍ଷ୍ୟ କଣ ପିଲେ ନା ଯେ ସାମାଜିକ ଅର୍ଥନୈତିକ ଅଗ୍ରଗତି, ନାଗରିକମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ଏବଂ ସେବା ମନୋବୃତ୍ତି, ସମୟାନୁବର୍ତ୍ତୀ କାର୍ଯ୍ୟ ସମ୍ପାଦନ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ହେଉଛି ଅଗ୍ରଗାମୀ ପ୍ରଶାସନର ମୂଳ ଲକ୍ଷ୍ୟ। ହେଲା, ଆଧୁନିକ ଯୁଗରେ ଅଧିକରୁ ଅଧିକ ଜନଶକ୍ତିର ପ୍ରୟୋଗ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି। ଦାର୍ଶନିକ ମଣ୍ଟେଗ ମରିଙ୍କ ଭାଷାରେ ପରିବର୍ତ୍ତନର ଏକ ଦିଗ ନିର୍ଦ୍ଦେଶ କରୁଥିବା ଅଗ୍ରଗାମୀ ପ୍ରଶାସନ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବା ସହିତ ଲକ୍ଷ୍ୟ ସାଧନ ଭାବେ ବିଶେଷ ଫଳପ୍ରଦ ହୋଇଛି। ପିଲେ ତମର କଣ 2 ମାର୍କ ଆଉ 5 ମାର୍କର ଡିସ୍କସନ ସରିଲା। ତମକୁ ଯଦି ପିଲେ ୟାର ଯଦି ତମେ ପିଡିଏଫ୍ ପାଇବାକୁ ଚାହୁଁଛ ତାହେଲେ ମତେ କମେଣ୍ଟ କରିବ, ମୁଁ ତମକୁ ୟାର ପିଡିଏଫ୍ ଯୋଗେଇ ଦେବି। ଆଜି ପାଇଁ ଏତିକି ଥାଉ ପିଲେ, ରହିଲି। ଥ୍ୟାଙ୍କ ୟୁ।